हर हर महादेव ओम नमः शिवाय जय जगन्नाथ बंधुगण आपण मानकु स्वागत आमर एही कार्यक्रम को तेबे आजिर भिडियोटी मेष राशिर व्यक्ति विशेषଙ୍କ ପାଇଁ ଅନେକ ଖାସ ଅଛି। ଆଜି ଆମେ ଆଲୋଚନା କରିବା କି ସେମାନଙ୍କ ପାଇଁ କ'ଣ ରହିଛି ମଙ୍ଗଳଙ୍କର ଏହି ଗୋଚର ଆପଣଙ୍କ ପାଇଁ ସବୁଠାରୁ ମୂଲ୍ୟବାନ ସମୟ ହେବାକୁ ଯାଉଛି ଏଇ ଅକ୍ଟୋବର 27ରୁ ଡିସେମ୍ବର 7 ତାରିଖ। କାହିଁକି ନା ଆପଣଙ୍କ ରାଶିର ଅଧିପତି ଅଷ୍ଟମ ଭାବରେ ଅଷ୍ଟମାଧିପତି ହୋଇ ଗୋଚର କରୁଛନ୍ତି, ରୋଚକ ରାଜଯୋଗ ସୃଷ୍ଟି କରୁଛନ୍ତି, ବିପରୀତ ରାଜଯୋଗ ସୃଷ୍ଟି କରୁଛନ୍ତି। ତେବେ କ'ଣ ରହିବ ଆପଣଙ୍କ ପାଇଁ ତାହାର ପ୍ରଭାବ? ତେବେ ବନ୍ଧୁଗଣ, ଏହା ପୂର୍ବରୁ ଯଦି ଆପଣଙ୍କର ମେଷ ରାଶି ହୋଇଥାଏ, ଆପଣ ବି ଈଶ୍ୱରଙ୍କ ସଚ୍ଚା ହୃଦୟରୁ ଭକ୍ତି କରନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ବିଶ୍ୱାସ କରନ୍ତି, ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଅବଶ୍ୟ ରୂପରେ କମେଣ୍ଟ କରିଦିଅନ୍ତୁ। ବନ୍ଧୁଗଣ, ଆସନ୍ତୁ ଜାଣିବା କି ମେଷ ରାଶିଙ୍କ ପାଇଁ କ'ଣ ରହିଛି ପ୍ରଭାବ। ପ୍ରଥମତଃ ଏହା ପୂର୍ବରୁ ମୁଁ କହି ରଖୁଛି, ମେଷ ରାଶି ବ୍ୟକ୍ତିଙ୍କର ରାଶିର ଅଧିପତି ହେଉଛନ୍ତି ମଙ୍ଗଳ। ମଙ୍ଗଳ ଆପଣଙ୍କ ପାଇଁ ସବୁବେଳେ ଶୁଭକାରକ ହୋଇଥାନ୍ତି। କୁହାଯାଏ ଅଷ୍ଟମ ଭାବରେ କୌଣସି କ୍ରୂର ଗ୍ରହର ଗୋଚର ଶୁଭତ୍ୱ ପ୍ରଦାନ କରେ ଏବଂ ଅଶୁଭତ୍ୱ। ମଙ୍ଗଳ ତ କ୍ରୂର ଗ୍ରହ ହୋଇଥାନ୍ତି, ହେଲେ ଆପଣଙ୍କ ପାଇଁ ସେ ଯୋଗକାରକ ଅଟନ୍ତି, ଆପଣଙ୍କ ପାଇଁ ସେ ଭାଗ୍ୟକାରକ ଅଟନ୍ତି, ଆପଣଙ୍କ ପାଇଁ ସେ ଆପଣଙ୍କର ଜୀବନର ସୁଖ ପ୍ରଦାନ କରନ୍ତି, ଆପଣଙ୍କୁ ସାହସ ପ୍ରଦାନ କରନ୍ତି, ଆପଣଙ୍କର ଶରୀରର ପ୍ରତୀକ ମଧ୍ୟ। ତେବେ ଆଜିର ଆଲୋଚନା ପ୍ରତ୍ୟେକ ଆପଣ ଚନ୍ଦ୍ର ରାଶି ଉପରେ ଦେଖିପାରିବେ। ପ୍ରତ୍ୟେକ ଯଦି ଆପଣଙ୍କର ମେଷ ରାଶି ବା ମେଷ ଲଗ୍ନ, ନିହାତି ଆଜିର ଭିଡ଼ିଓଟି ଆପଣଙ୍କ ପାଇଁ 100% ଧାର୍ଯ୍ୟ ରହିଛି। ପ୍ରଥମେ ତ କେତେକ କ୍ଷେତ୍ରରେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ, ହେଲେ ଆପଣଙ୍କ ପାଇଁ ତ ଏହି ସମୟ ଆନନ୍ଦରୁ ଆନନ୍ଦମୟ ହେବାକୁ ଯାଉଛି। ଭାଗ୍ୟ ଉଦୟ ହେବ, ସୌଭାଗ୍ୟ ପ୍ରାପ୍ତ ହେବ। ପ୍ରଥମେ ମୁଁ ଆପଣଙ୍କୁ କହି ରଖୁଛି କ'ଣ ନା, ଯେହେତୁ ଅଷ୍ଟମ ଭାବରେ ମଙ୍ଗଳଙ୍କର ଗୋଚର ହେଉଛି, ପ୍ରଥମେ ବନ୍ଧୁଗଣ ମୁଁ କହୁଛି, ଏବେ ବର୍ତ୍ତମାନ ଦେଖିବା ଅଷ୍ଟମ ଭାବରେ ଗୋଚର ହେତୁ ପ୍ରଥମେ ଆପଣଙ୍କ ମନରେ ଥିବା ମୃତ୍ୟୁ ପ୍ରତି ଭୟ, ପୀଡ଼ା ପ୍ରତି ଭୟ, ତାହା ଦୂର ହୋଇଯିବ। ଆପଣଙ୍କ ମଧ୍ୟରେ ସେହି ସାହସିକତା ମଧ୍ୟ ବୃଦ୍ଧି ପାଇବ ଏବଂ ଏହା ସହିତ ସେହି ସାହସିକତା ଆପଣଙ୍କୁ ଅନେକ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। କିନ୍ତୁ କଷ୍ଟ ହେଉଛି ଯାହା ଆପଣଙ୍କର ମାନସିକତା ଉପରେ ନିର୍ଭର କରୁଛି। ମଙ୍ଗଳଙ୍କର ଏହି ଗୋଚର କୁହାଯାଏ ସପ୍ତଶକ୍ତି। ମଙ୍ଗଳ ଯେତେବେଳେ ବିରାଜମାନ କରନ୍ତି, ତାହା ଆମକୁ ସବୁ କିଛି ଛଡ଼େଇ ଦିଅନ୍ତି, ବ୍ୟକ୍ତିତ୍ୱର ଜୀବନରେ ସବୁ ଦୁଃଖ ଭରନ୍ତି। କିନ୍ତୁ ଆପଣଙ୍କ ପାଇଁ ମଙ୍ଗଳ ଯୋଗକାରକ ହୋଇଥିବାରୁ ଅଷ୍ଟମାଧିପତି ଅଷ୍ଟମରେ ବିରାଜମାନ ହୋଇ ରୋଚକ ରାଜଯୋଗ ସୃଷ୍ଟି କରୁଛନ୍ତି। ଯେତେବେଳେ କୌଣସି ଗ୍ରହ ନିଜ ଘରେ ରୁହନ୍ତି, ଯେବେ କୌଣସି ବ୍ୟକ୍ତି ନିଜ ଘରେ ରୁହନ୍ତି, ସେ ଘରର ସେ କେବେ ବି କ୍ଷତି କରନ୍ତି ନାହିଁ। ତେବେ ନିଶ୍ଚିନ୍ତ ରୂପରେ ଆପଣଙ୍କୁ ସେଇ ଘର ରିଲେଟେଡ୍ ଶୁଭ ଫଳ ମିଳିବ। ଆଉ ମଙ୍ଗଳର ଦୃଷ୍ଟି କ୍ରୂର ହୋଇଥିବାରୁ ଆପଣଙ୍କୁ ଅନେକ କ୍ଷେତ୍ରରେ ସତର୍କତା ମଧ୍ୟ ଦେଖିବାକୁ ପଡ଼ିବ। ତେବେ ଆପଣଙ୍କୁ ସର୍ବପ୍ରଥମେ ଦେଖିବା ଆପଣଙ୍କୁ କ'ଣ ଶୁଭ ପ୍ରଦାନ କରିବେ। ଧ୍ୟାନ ଦେଇ ଶୁଣନ୍ତୁ, ଶୁଭ ଅଶୁଭ ସବୁ ବର୍ଣ୍ଣନା କରିବି। ଯାହା ଅଶୁଭ ଅଛି ସେସବୁକୁ ଦୂର କରିବା ପାଇଁ ଉପାୟ ମଧ୍ୟ ମୁଁ ଆପଣଙ୍କୁ ଜଣାଇବି। ତେବେ ଭିଡ଼ିଓକୁ ନିଶ୍ଚିନ୍ତ ରୂପରେ ଧ୍ୟାନ ଦେଇକି ଶୁଣନ୍ତୁ ଏବଂ ଏହି ଭିଡ଼ିଓର ଉପାୟ ଗୁଡ଼ିକୁ ଯଦି ଆପଣ ମନ ସହିତ କରନ୍ତି, ଆପଣଙ୍କର ଧ୍ୟାନ ସହିତ କରନ୍ତି, ତେବେ ନିଶ୍ଚିନ୍ତ ଆପଣ ଉପଶମ ଲାଭ କରିବେ। ମଙ୍ଗଳଙ୍କର ଗୋଚର ଆମର ଆପଣଙ୍କର ଅଷ୍ଟମ ଭାବକୁ ହୋଇଥିବାରୁ ପ୍ରଥମେ ତ ଆପଣ ନିଜ ଭିତରେ ଯେଉଁ ଆତ୍ମବିଶ୍ୱାସ ଲାଭ କରିବେ, ଭୟକୁ ଦୂର କରିବେ, ଆପଣଙ୍କର କୌଣସି କାର୍ଯ୍ୟକୁ ଭୟ ରହିବ ନାହିଁ, ମୃତ୍ୟୁଜନିତ ଭୟ ମଧ୍ୟ ଆପଣଙ୍କ ମଧ୍ୟରେ ରହିବେନି, ସାହସିକତା ଆପଣ ପ୍ରଦର୍ଶନ କରିବେ। ଯଦି ଆପଣଙ୍କର କୌଣସି ପ୍ରକାରର ଦୁଃସାହସିକ କାର୍ଯ୍ୟରେ ଲିପ୍ତ ଅଛନ୍ତି ବା ଆପଣ ନିଶ୍ଚିନ୍ତ ଭାବରେ ଜଣେ କୌଣସି ଗୁପ୍ତ କାର୍ଯ୍ୟ କରୁଛନ୍ତି, ସେହି ଗୁପ୍ତ କାର୍ଯ୍ୟ ଦୁଃସାହସିକ କାର୍ଯ୍ୟ ପାଇଁ ଆପଣ ଅଧିକରୁ ଅଧିକ ଉତ୍ସାହିତ ରହିବେ ଏବଂ ଆପଣଙ୍କ ଭିତରେ ଆଗ୍ରହ ବନି ରହିବ। ସେହି କାର୍ଯ୍ୟରେ ମଧ୍ୟ ଆପଣଙ୍କୁ ସେ ସଫଳତା ମିଳିବ ଏବଂ ଏହା ସହିତ କିନ୍ତୁ ଆପଣଙ୍କୁ କେତେକ କ୍ଷେତ୍ରରେ ସତର୍କତା ରହିବାକୁ ପଡ଼ିବ। ତାହା ହେଉଛି, ଯଦି ଆପଣ ଆଧ୍ୟାତ୍ମିକ କ୍ଷେତ୍ରରେ ଜ୍ଞାନ ଆହରଣ କରୁଛନ୍ତି, ତାହା ଆପଣଙ୍କ ପାଇଁ ଉନ୍ନତ ରହିବ। ଯଦି ଆପଣ କୌଣସି ଖରାପ କାମରେ ଲିପ୍ତ ଅଛନ୍ତି, ତେବେ ଆପଣଙ୍କୁ ଏହା ନେଇ ଖରାପ ଫଳ ମଧ୍ୟ ପ୍ରାପ୍ତ ହେବ। ତେବେ ନିଜକୁ ଯଦି ଆପଣ ଭଲ ବାଟରେ ରଖନ୍ତି, ତେବେ ନିଶ୍ଚିନ୍ତ ରୂପରେ ଭଲ ଫଳ ପ୍ରାପ୍ତ କରିବେ। ଯଦି ଆପଣ ଆପଣଙ୍କର କର୍ମ ଖରାପ ବାଟରେ ରଖନ୍ତି, ତେବେ ଖରାପ ଫଳ ଆପଣ ସୁନିଶ୍ଚିନ୍ତ ରୂପରେ ଲାଭ କରିବେ। ଅଷ୍ଟମାଧିପତି ଭାବରେ ଅଷ୍ଟମାଧିପତି ଅଷ୍ଟମରେ ଗୋଚର ହେତୁ ଅଷ୍ଟମ ଘର ଆପଣଙ୍କର ପାୱାରଫୁଲ୍ ହେଇଯାଉଛି, ଆକ୍ଟିଭ୍ ହେଇଯାଉଛି। ଏହି ସମୟରେ ଆପଣଙ୍କ ମନରେ ମୃତ୍ୟୁର ଭୟ ମଧ୍ୟ ଦେଖାଯାଇପାରେ। ସାହସିକତାର ସହିତ ଆପଣ ସେହି ଦ୍ୱନ୍ଦ୍ୱକୁ ମଧ୍ୟ ସାମ୍ନା କରିବେ। ଆପଣଙ୍କ ମସ୍ତିଷ୍କରେ ଯେଉଁ ଦ୍ୱନ୍ଦ୍ୱ ଆସିବ, ସେହି ଦ୍ୱନ୍ଦ୍ୱକୁ ଆପଣଙ୍କର ମନ ମଧ୍ୟ ନିଶ୍ଚିନ୍ତ ରୂପରେ ଦୂର କରିବ।
बृहस्पतिंकर ए चतुर्थ दृष्टि मध्य कुहाଯାଏ बृहस्पतिंकर दृष्टि क्रूर होइଥାଏ अशांति प्रदान करे किंतु बृहस्पति ए शांत अछंती ए अग्नि संभवत ग्रह किंतु जेतेबेले निज घरे अछंती ताहा शांत स्वभाव रे रही आपणकर सुख भाव को दृष्टि दउछंती सुख भाव को आपणकर लाभ भाव को दृष्टि दउछंती तेबे आपणको लाभ सुनिश्चित रूप में प्राप्त हेबा अनेक कार्य आपन को सफलता प्राप्त होबार संभावना रही प्रथम तो हूँ जेहेतु आपणकर धन बाध्य धन भाव को देखुंट आपणकर अकाउंट को बैंक बैलेंस को टंका आसबार संभावना जोगकारक हो पारे किंतु आपणकर बाणी प्रभावित आपणकर बाणी कहार हृदय को कष्ट दे पारे आपणकर आत्मविश्वास वृद्धि पाउथिबारु बाणी को प्रभावित करुथिबारु बृहस्पति कर दृष्टि मध्य रहुछि किंतु मंगलंकर प्रभाव जेहेतु अधिक रहुछि तेबे मंगल क्रूरक आपणकर बाणी प्रभावित रहिबो आपणकर कथा काहाको कष्ट दे पारे कहार कोनोसी संपर्क क्षुण्ण होई पारे विशेषकर कुटुंब मध्य मन मनांतर देखा दे पारे आपणकर आत्मगर्व मध्य वृद्धि पाई पारे आपणकर अहंकार वृद्धि पाई पारे परिवार मध्य मन मनांतर देखा दे पारे एथि प्रति सतर्क रहिबा निहाती आवश्यकता रहिछि अर्थ आसब लाभ प्राप्त होगा आपण भितर आत्मविश्वास वृद्धि पाइब जहाँ फल आपण भितर अहंकार मध्य वृद्धि पाइबाटा नजर आसूची एप्रति सतर्क रुहतु जदि यही भावना आसूची तेबे निजको सेथुरु दूरे रखिया 100% चेष्टा करंतु नचेत आपणकर घर परिवार एवं मान सम्मान हरैबार संभावना बढ़ुछि किंतु यह सहित धन आपण पाखक आसब लाभ मध्य प्राप्त पाखक आसूची एवं आपण मध्य दुस्साहसिक कार्य आपण नहीं पारंती जदि आपण कौनसी प्रकार गवर्नमेंट रे बा प्रशासनिक क्षेत्र रे अछंती बा पुलिस क्षेत्र रे अछंती तेबे आपण बहुत बढ़िया समय अच्छी डिफेन्स रे जॉब करिसंती कौन से इंजीनियर अछंती कौन से सॉफ्टवेयर इंजीनियर हो बा आपण कौन से टेक्निकल लाइन रे अछंती लोहा जनित आपणकर बिजनेस अच्छी तेबे बहुत बढ़िया अच्छी आपणकर साहस आपणकर साहसिकता पदक्षेप आपणकर कार्य क्षेत्र रे उन्नति आनी परिबो आपणकर साहस आपणकर भाई भौणी सहित किछि मतभेद सृष्टि करिवार संभावना आसुछि एवं यहाँ सहित मु कहूँ आपणकर जदि कौन से प्रकार ऑनलाइन कारोबार अच्छी बा ऑनलाइन बिजनेस अच्छी तेबे एही रिलेटेड आपन को टिके सतर्क रहिबाक पड़िबो किंतु जेहेतु सही ऑनलाइन कारोबार हो बा ऑनलाइन रिलेटेड कार्य जहाँ आपण फोन द्वारा चलाउछंती बा लैपटॉप द्वारा चलाउछंती ताहा डिजिटल हेतिबारु ताहा इलेक्ट्रिक द्वारा चलुथिबारु ताहा आपनक पय मंगल कारक मध्य रहि पारिबो तेबे किछि जिंस आपन को सतर्क रहिबाक पड़ुछि प्रथमतः आपनकर बाणी आपणकर बाणी को सतर्कता रखंतु आपण भितर जदि गर्व अहंकार वृद्धि पाउछि तेबे निजे निजको थरे तदारक करंतु काहे कि ना कहा जाए प्रत्येक मनुष्यंकर निजर गुरु जदि किए थाए से होचंदी निजे बापा माँ तो प्रथम गुरु होइथांती किंतु गोटे भल गुरु होचंदी गोटे प्रत्येक मनुष्यर जने भल गुरु उत्तम बंधु होचंदी निजर आत्मा तेबे निश्चित रूप से निजको परखिबा आरंभ करंतु आ निज भीतर जदि सही आत्म गर्व जदि वृद्धि पाउछि तेबे प्रथमे निजको सेठी दबे रखिया पई चेष्टा करंतु निज भीतर आत्मज्ञान वृद्धि करंतु एवं धर्म ज्ञान प्रति आपणकर आग्रह वृद्धि पाइबा निहाती आवश्यकता रही जे समय जदि आपण धर्मशास्त्र प्रति आग्रह बढ़ाती धर्मशास्त्र आलोचना करती धर्मशास्त्र को विग्रह करती धर्मशास्त्र ध्यान बोली करती तेज निश्चिंत रूप से आपण को यह क्षेत्र में सफलता मिल ज्ञान अर्जन क्षेत्र में आपण को सफलता मिल आपणकर साहस आपणकर पराक्रम भाव जो मैंने स्पोर्ट्स लाइन रे अछंती बा जो मैंने कौन सी प्रकार खेल कूद करुछंती तेबे एही समय आपणकर साहस आपणकर साहसिकता आपण को नूतन रु नूतन ऊपर स्तर रे पहुंचाइबो आपण को नूतन परिचय मध्य प्रदान करिवो जदि एही समय आपणकर कोन किंतु पड़ोसी हो बा सह खेलाड़ी हो काहा सहित जो मैंने आपणक सहित अछंती तांक सहित कौन सी प्रकार मतभेद देखा दे पारे आपणकर कथावार्ता जगु आपणकर प्रतिद्वंदी हुंतु बा आपणकर कौनसी बंधु हुंतु कौनसी मित्रंक सहित मतभेद देखा 100% मध्य संभावना बनुछि बहुत क्षेत्र में मंगल आपन को शुभत्व प्रदान करेंगे लाभर प्रतीक रोचे जदि कौन धन क्रय कर आपणकर जान क्रय कर इच्छा थिला कौन कार्य कर इच्छा थिला कौन लाभ पाइबार इच्छा थिला तेबे एही समय आपण मन में लाभ प्राप्त होबार मध्य शुभ सुजोग बनुछि मंगलंकर आशीर्वाद एवं राष्ट्राधिपति मंगल जितेबाला अष्टम घरे रोचंती निज घरे शुभ फल आपण हेले सामान्यतः भाव में आपण को शरीर में किसी ध्यान देवाक पड़ो आपण मुंड व्यथा जनित समस्या देखा दे पारे आपण को रक्तचाप बा जितेबाला आपण भितर आग्रेसन आसब तेबे निश्चिंत रूप से आपण भितर रक्तचाप मध्य वृद्धि पाई पारे एथि सतर्क रहिबा आपण 100% भाव में आवश्यकता रही किंतु बंधुगण जहाँ तो खराब अच्छी भल अच्छी से सब तो घटव सुनिश्चिंत
किंतु आपणଙ୍କ ପାଇଁ ଉପାୟ ରହିଛି 100% ଭାବରେ ଯଦି ଆପଣ ନିଜକୁ ସେହି ଈଶ୍ୱରଙ୍କ ଶରଣରେ ରଖିକି ଆପଣ ଉପାୟ କରନ୍ତି ବିଶ୍ୱାସର ସହିତ ତେବେ ନିଶ୍ଚିନ୍ତ ଏହି ଉପାୟ କାର୍ଯ୍ୟ ଫଳିତ ହେବ ଏବଂ ଆପଣଙ୍କୁ ସେହି ସବୁ ବାଧାରୁ ମୁକ୍ତି ଦେବ। କିନ୍ତୁ ମନେ ରଖନ୍ତୁ ବନ୍ଧୁଗଣ ଆମର କର୍ମର ଫଳ ଆମକୁ ନିଶ୍ଚିନ୍ତ ଭୋଗିବାକୁ ପଡ଼ିବ। ଯାହା ଆମ ଭାଗ୍ୟରେ ଲେଖା ଅଛି ତାହା ସୁନିଶ୍ଚିନ୍ତ ହେବ। ତେବେ ଯଦି ଲେଖା ଅଛି ଆମକୁ କଷ୍ଟ ଭୋଗିବାର ଅଛି ଆମେ ସୁନିଶ୍ଚିନ୍ତ ଭୋଗିବା। କିନ୍ତୁ ଏହା ପୂର୍ବରୁ ଯଦି ଆପଣ ଉପାୟ କରନ୍ତି ସେହି ଉପାୟ ଆପଣଙ୍କୁ ଅନେକ ଆନନ୍ଦ ମଧ୍ୟ ପ୍ରଦାନ କରିବ। ତେବେ କ'ଣ ରହିଛି ଆପଣଙ୍କ ପାଇଁ ପ୍ରଥମ ଉପାୟ ହେଉଛି ଆପଣ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ରାମ ରକ୍ଷା ସ୍ରୋତ ପାଠ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ଫଳ ରହିବ। ପ୍ରତ୍ୟେକ ମଙ୍ଗଳବାର ବା ଶନିବାର ଯଦି ଆପଣ ଔଷଧ ବୃକ୍ଷ ମୂଳରେ ଯଦି ଜଳ ଅର୍ପଣ କରନ୍ତି ତାହା ଆପଣଙ୍କ ପାଇଁ ଶୁଭ ରହିବ। ବା ରାଶି ତେଲର ଦୀପଟିଏ ଜାଳନ୍ତୁ ତାହା ମଧ୍ୟ ଶୁଭ ରହିବ। ହନୁମାନଙ୍କର ଦର୍ଶନ କରିବା ମଧ୍ୟ ଆପଣଙ୍କ ପାଇଁ ବହୁତ ଭଲ ରହିବ। ନିଜର ଭାଇର ସଜେସନ ନେବା ଆପଣଙ୍କ ପାଇଁ ଭଲ ରହିବ। ଏବଂ ଏହା ସହିତ ପ୍ରତ୍ୟେକ ଦିନ ଯଦି ଆପଣଙ୍କର ଶାରୀରିକ ପରିଶ୍ରମ କରନ୍ତି ଭାଗ ଦୌଡ଼ କରନ୍ତି ବ୍ୟାୟାମ କରନ୍ତି ତେବେ ଆପଣଙ୍କ ପାଇଁ ମଙ୍ଗଳ ଯୋଗକାରକ ହେଇଥିବାରୁ ଆପଣଙ୍କ ପାଇଁ ମଙ୍ଗଳ ଶୁଭ ଫଳ ପ୍ରଦାନ କରିବେ। ଆପଣଙ୍କୁ ବହୁ ସୁଖ ସାଧନ ମଧ୍ୟ ପ୍ରାପ୍ତ ହେବ। ଆପଣଙ୍କୁ ସେହି ସବୁ ପ୍ରାପ୍ତ ହେବ ଯାହା ଆପଣ ଏସବୁ ପାଇବାର ଭାଗଦାର ଅଟନ୍ତି। ଆପଣଙ୍କର ଜୀବନ ସୁଖମୟ ହେଉ ମଙ୍ଗଳମୟ ହେଉ। ଜୟ ଜଗନ୍ନାଥ।